କଥା କୁହା ପକ୍ଷୀ ସାହୁକାରଙ୍କୁ କି ଶିକ୍ଷା ଦେଲା ଆସନ୍ତୁ ଜାଣିବା। ଦିନେ ସାହୁକାର ବଗିଚାରେ ବୁଲୁଛି। ଦେଖିଲା ଗୋଟାଏ ଅଦ୍ଭୁତ ପକ୍ଷୀ ଗୋଟାଏ ଡାଳ ଉପରେ ବସି ଆମ୍ବଟାଏ ଖୁମ୍ପି ଚାଲିଛି। ଏସବୁ ଘଟଣା ଦେଖି ତାର ଭୀଷଣ କ୍ରୋଧ ହେଲା। ସେ ଯେଉଁ ଆମ୍ବ ନିଜେ ଖାଉନାହିଁ ତାକୁ ପୁଣି ଏ ଛାର ପକ୍ଷୀ ଖାଇଯିବ। ସେ ପଛରୁ ଅତି ସତର୍କ ଭାବରେ ଧୀରେ ଧୀରେ ଯାଇ ଚଟ୍କିନା ସେହି ପକ୍ଷୀକୁ ଧରିନେଲା। ପକ୍ଷୀ ଖସିଯିବାକୁ ଚେଷ୍ଟା କରି ନ ପାରି କହିଲା, ବାବୁ, ମୋତେ ଛାଡ଼ିଦିଅ, ଛାଡ଼ିଦିଅ। ମୁଁ ତୁମକୁ ଏପରି 3ଟି କଥା କହିବି ଯାହାଦ୍ୱାରା ତୁମର ଲାଭ ହେବ। ପକ୍ଷୀ କଥା କହିବା ଦେଖି ସାହୁକାରର ବିସ୍ମୟର ସୀମା ଆଉ ରହିଲା ନାହିଁ। ଯେଉଁ ପକ୍ଷୀ କଥା କହିପାରୁଛି ସେ ନିଶ୍ଚୟ ଲାଭର ସୂତ୍ର ଜାଣିଥିବ ବୋଲି ତାର ବିଶ୍ୱାସ ହେଲା। ଲାଭ ବୋଇଲେ ଅବଶ୍ୟ ସେ କେବଳ ଆର୍ଥିକ ଲାଭକୁ ହିଁ ବୁଝୁଥିଲା। ସେ ପକ୍ଷୀକୁ ଛାଡ଼ିଦେଲା। ପକ୍ଷୀ ଯାଇ ଗୋଟାଏ ଗଛ ଡାଳରେ ବସିପଡ଼ି କହିଲା, ଶୁଣ, ଅନ୍ତତଃ ଯେଉଁ ସବୁ ଆମ୍ବ ବିକି ପାରୁନାହଁ ତାକୁ ପ୍ରତିବେଶୀମାନଙ୍କୁ ଦେଇଦିଅ। ସେମାନେ ସନ୍ତୁଷ୍ଟ ହେବେ, ତମର ଲାଭ ହେବ। ସାହୁକାର କ୍ରୋଧ ଜର୍ଜର ହୋଇ ପାଟି କଲା, ଚୁପ୍। ସେ ବିରକ୍ତ ହୋଇ କହିଲା, ଏଇ ଉପଦେଶ ଦେବା ପାଇଁ ତୁ ଖସିଗଲୁ? ପକ୍ଷୀଟି କହିଲା, ଦ୍ୱିତୀୟ କଥା ଶୁଣ, ପାଚିଲା ଆମ୍ବରୁ ସବୁ ବିକ୍ରି ନ କରି ନିଜେ ଅନ୍ତତଃ କିଛି ଖାଅ। ସାହୁକାର ପାଟି କଲା, ଠକ, ଦୁଷ୍ଟ, ତୁ ମୋତେ ଏସବୁ ଶିଖାଇବାକୁ କିଏ? ପକ୍ଷୀଟି ପୁଣି କହିଲା, ତୃତୀୟ କଥା ଶୁଣ, ତୁମେ ନିଜେ ଯେ ବୋକା ଏତକ ବୁଝିବାର ଚେଷ୍ଟା କର। ସାହୁକାର ରାଗିଯାଇ ପୁଣି ସେହି ପକ୍ଷୀକୁ ଧରିବାକୁ ଚେଷ୍ଟା କରିବାରୁ ପକ୍ଷୀ ଗୋଟିଏ ଉପର ଡାଳକୁ ଉଡ଼ି ଚାଲିଗଲା। ସାହୁକାର ପାଟି କରି କହିଲା, ମୁଁ ବୋକା ବୋଲି କହିବୁ? ତୋର ଏତେ ସାହସ? ବୋକା ନୁହେଁ, ମୋ ଭିତରେ ମହଣେ ସୁନା ରହିଛି। ତମେ ମୋତେ ଧରି ପକାଇବି ଛାଡ଼ିଦେଲ, ତଥାପି କହୁଛ ତୁମେ ବୋକା ନୁହଁ? ପକ୍ଷୀ ଭିତରେ ମହଣେ ସୁନା ଥିବା କଥା ଶୁଣି ସେ ସାହୁକାରର ଆଖି ଖୋସି ହୋଇଗଲା। ସେ କିଛି ନ କହି ଠିଆ ହୋଇ ରହିଲା। ତା ପାଟିରୁ ଖାଲି ବାହାରିଗଲା, ହାୟ। ପକ୍ଷୀ ଉଚ୍ଚ କଣ୍ଠରେ ହସି ଉଠିଲା ଓ କହିଲା, ହଇହୋ ବାବୁ, ତମେ ତ ମୋତେ ହାତରେ ଧରିଥିଲ। ମୋ ଓଜନ କ'ଣ ମହଣେ ବୋଲି ମନେ ହେଉଥିଲା ଯେ ମୋ କଥା ଶୁଣି ହାୟ ହାୟ କରୁଛ? ଏବେ ବି ଭାବୁଛ ତମେ ବୋକା ନୁହଁ? ସାହୁକାର ରାଗରେ ତଳୁ ଢେଲାଟାଏ ଉଠାଇ ନେଇ ପକ୍ଷୀ ଆଡ଼େ ତାହା ଫୋପାଡ଼ି ଦେଲା। ପକ୍ଷୀ ଉଡ଼ି ଚାଲିଗଲା ଆଉ କହିଗଲା, ତମକୁ ଲକ୍ଷ୍ମୀ ମିଳିଥିଲା, କିନ୍ତୁ ତମେ ତାର ଯୋଗ୍ୟ ନୁହଁ। ପକ୍ଷୀର ଗତିପଥକୁ ଚାହିଁ ସେ ସାହୁକାର ଆକାଶରେ ମେଘ ଘୋଟି ଆସୁଥିବାର ଦେଖିଲା। ଚାହୁଁ ଚାହୁଁ ଝଡ଼ ବି ଆସିଗଲା। ସେ ନିଜ ଘର ଭିତରକୁ ଦୌଡ଼ି ପଳାଇଗଲା। ଦୀର୍ଘ ସମୟ ଧରି ଝଡ଼ ହେଲା। ବଗିଚାରେ ପ୍ରଳୟ ହୋଇଗଲା। ସବୁ ଗଛ ଓଲଟି ପଡ଼ିଲେ। ସବୁ ଫଳ ବି ନଷ୍ଟ ହୋଇଗଲା। ସାହୁକାର କହିଲା, ବାସ୍ତବିକ୍ ଏ ଉଦ୍ୟାନ ଲକ୍ଷ୍ମୀ ଭଳି ଥିଲା, କିନ୍ତୁ ମୋର ଅତି ଲୋଭ ଯୋଗୁଁ ଲକ୍ଷ୍ମୀ ମୋତେ ଛାଡ଼ି ଚାଲିଗଲେ। ସାହୁକାର ଏବେ ବୁଝିଲା ଯେ ପକ୍ଷୀଟି ଯାହା କହୁଥିଲା ଠିକ୍ କହୁଥିଲା। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।